ରାତିରେ ଆସି ବଦ୍ରୀନାଥରେ ଗାଡ଼ି ଲାଗିଲା, କାରଣ ରାତି 8ଟା ପରେ ମନ୍ଦିର ବନ୍ଦ, ସେଥିପାଇଁ ଜଲ୍ଦିରେ ସମସ୍ତେ ପଳେଇଲେ ଦର୍ଶନ କରିବା ଲାଗି। କିନ୍ତୁ ମନ୍ଦିର ଭିତରକୁ ଫୋନ୍ ଆଲା ନାହିଁ, ମୁଁ ବି ଯାଇକି ଦର୍ଶନ କରିଦେଇଥିଲି। ବାହାର ଯେଉଁ ଭିଉ ଗୁଡ଼ା ଅଛି, ବରଫ ପାଟର ଭିଉ, ସେଗୁଡ଼ା ତ କିଛି ବି ଆସୁନଥିଲା। ରାତିରେ ମନ ଦୁଃଖ ହେଇଯାଇଥିଲା ଦର୍ଶନ କରି। ତାପରେ ସକାଳୁ ମୁଁ ଭାବିଲି ଜଲ୍ଦି ଆସି ଟିକେ ଭିଡ଼ିଓ ବନେଇଦେବି। ଫଟାଫଟ ଜଲ୍ଦି ଉଠି ପଡ଼ି ମୁଁ 5ଟା 5:30ଟାରେ ଉଠି ଗାଧେଇ ପାଧେଇ ଆସି ଟିକେ ମନ୍ଦିରର ପାଖାପାଖି ଯେଉଁ ବରଫ ପାହାଡ଼ର ଭିଉ ଦେଖିବାକୁ ଖାଲି ମୁଁ ଆସିଛି। ସେଇ ଜିନିଷ ଦେଖିବା ମୋତେ ଏତେ ଖୁସି ଲାଗିଲା, ମାନେ ଆସି ଖାଲି ବାହାରର ଭିଡ଼ିଓ ଟିକେ ବନେଇକି ପଳେଇଲି। ମନ୍ଦିର ଭିତରକୁ ଗଲିନି, ମନ୍ଦିର ବହୁତ ଭିଡ଼ ଥିଲା, ସେଥିପାଇଁ ଭିତରକୁ ଗଲିନି, ବାହାରୁ ଖାଲି ଭିଡ଼ିଓ ବନେଇକି ପଳେଇଲି। କାରଣ ଆ ପରେ ଆମେ ମାନା ଭିଲେଜ୍ ଯିବା। ଏଇଠୁ ଆପଣ ଦେଖିପାରୁଥିବେ, ଏଇଠି ଆସି ପହଞ୍ଚି ଯାଇଛୁ ମାନା ଭିଲେଜ୍ରେ। ଯେଉଁ ଆମ ପଞ୍ଚୁ ପାଣ୍ଡବ ସ୍ୱର୍ଗକୁ ଯାଇଥିଲେ, ଆପଣ ଏଇ ଯେଉଁ ସାଇଡ଼୍ରେ ଦେଖୁଛନ୍ତି, ଏଇ ଦେଖନ୍ତୁ, ଏଇ ଯେଉଁ ସାଇଡ଼୍ରେ, ଏଇ ସାଇଡ଼୍ରେ ହିଁ ସେ ସ୍ୱର୍ଗକୁ ଯାଇଥିଲେ। ଇଏ ହେଲେ କୁକୁର, ଆଉ ତାଙ୍କ ସହିତ ଯେଉଁ ଯୁଧିଷ୍ଠିରଙ୍କ ସାଙ୍ଗରେ ଯାଇଥିଲେ ଯେଉଁ କୁକୁର ସ୍ୱର୍ଗକୁ ଜୀବିତ, ସିଏ ହିଁ ସେ ଯାଇଥିଲେ। ତାପରେ ଭୀମ, ଅର୍ଜୁନ, ନକୁଳ, ସହଦେବ ଆଉ ପାଞ୍ଚାଳି, ସେ ଏଇ ସ୍ଥାନରେ ହିଁ ଦେହ ତ୍ୟାଗ କରିଥିଲେ। ପ୍ରଥମେ ପାଞ୍ଚାଳି ଦେହ ତ୍ୟାଗ କରିଥିଲେ, ତାପରେ